ପ୍ରସଙ୍ଗ ସତ୍ୟାନୁସରଣ ଅବଲମ୍ବନରେ ସଞ୍ଚାଳକ କିଏ? କ'ଣ ତାଙ୍କର ପରିଚୟ? ଅନୁସରଣକାରୀ କିଏ ହେବ? କିପରି ହେବ? ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ଯେଉଁ ସମସ୍ତ ଦାଦା ଓ ମା ମାନେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଅମୃତବାଣୀ ଶ୍ରବଣ ଓ ମନନ କରୁଛନ୍ତି ପ୍ରତିନିୟତ ଧାରାବାହିକ ଭାବେ, ସମସ୍ତଙ୍କୁ ମୋର ଆନ୍ତରିକ ଆନନ୍ଦିତ ଜୟଗୁରୁ ଭକ୍ତି ଶ୍ରଦ୍ଧା ପ୍ରଣାମ। ଆଜିର ଆଲୋଚ୍ୟ ବିଷୟ ହେଉଛି ସଞ୍ଚାଳକ କିଏ, କ'ଣ ଅବା ତାର ପରିଚୟ, ତାଙ୍କର ଯିଏ ଅନୁସରଣକାରୀ ସିଏ ବା କିପରି ହେବ, ସେ ବା କେମିତି, ଏହି ବିଷୟରେ ଆଜି ଆଲୋଚନା। ଲୋକେ କହନ୍ତି ଯେ ଖାଣ୍ଟି ସୁନାରେ ଅଳଙ୍କାର ଗଢ଼ି ହୁଏ ନାହିଁ, ଅର୍ଥାତ୍ ସେଠି ଭେଜାଲ ଦରକାର, ମାନେ ସତ୍ପଥରେ ଚାଲି ହେବ ନାହିଁ, ସେଠି ଅସତ୍ର ସହାୟତା ନେବାକୁ ହୁଏ। ଏଇଆ କି ପ୍ରଥମ କଥା। ଦ୍ୱିତୀୟ କଥା, ମୁଁ ଥରେ ଅସୁବିଧାରେ ପଡ଼ି ମୋଠୁ ସାନ ଜଣେ ଭାଇଙ୍କ ପାଖରେ କିଛି ଟଙ୍କାର ସାହାଯ୍ୟ ପାଇଯାଇଥିଲି। ସିଏ ମୋର ସବୁ କଥା ଶୁଣି କହିଲେ, ଭାଇ ତମେ ଯାହା କୁହ ନା କାହିଁକି, ସତ୍ ପଥରେ ଯେଉଁମାନେ, ସତ୍ ମାର୍ଗରେ ଯେଉଁମାନେ ଯିବାକୁ ଚାହାନ୍ତି ସେମାନଙ୍କୁ ବହୁତ କଷ୍ଟ ଦିଅନ୍ତି ଭଗବାନ। କାହିଁକି? ମୁଁ ସେଇଥିଲାଗି ମୁଁ ବେଶୀ ସତ୍ସଙ୍ଗରେ ଯାଏନି, ବେଶୀ କରେ ନାହିଁ, ଅଳ୍ପ ଅଳ୍ପ କରେ। ମୁଁ ଶୁଣିକିରି ମୋତେ ଟିକେ ହସ ଲାଗିଲା, ଏହା ସତ। କିନ୍ତୁ ଏମାନଙ୍କର କ'ଣ ମେସେଜ ଦେଉଛନ୍ତି ଯେ ସତ୍ପଥରେ ଯାଅ ନାହିଁ, ସତ୍ପଥରେ ଚାଲିବାକୁ ଚେଷ୍ଟା କର ନାହିଁ, ତୁମ ଜୀବନରେ ଅସୁବିଧା ହିଁ ଅସୁବିଧା ଆସିବ, କଷ୍ଟ ହିଁ କଷ୍ଟ ଆସିବ, ସତ୍ପଥରେ ଗଲେ ଶାନ୍ତି ନାହିଁ, ଏଇ କଥାଟା କହିବି। ତ ମୁଁ ଆଉ କିଛି ଉତ୍ତର ଦେବି। ଏଥିରୁ ଆମେ କ'ଣ ଜାଣିଲୁ ଯେ ସତ୍ପଥରେ ଚାଲିବାଟା ବହୁତ କଷ୍ଟକର, କଠିନ। ତ ସତ୍ପଥରେ ଚାଲିବା ପାଇଁ, ଜୀବନକୁ ନେଇଯିବା ପାଇଁ ଜଣେ ଚାଳକ ଦରକାର। ହେଲେ ସତ୍ଚାଳକ କିଏ, କିପରି ସିଏ, କିପରି ଜାଣିବେ? ତ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କ ଅମୃତବାଣୀ ମଧ୍ୟରେ କହିଛନ୍ତି ଯେ, ପାଠଟି କରିବା, ସତ୍ଚାଳକ ପତଳା ଅହଙ୍କାର ଯୁକ୍ତ, ସିଏ ନିଜର କ୍ଷମତା କେବେ ତୁମ ଉପରେ ଜାହିର କରିବେ ନାହିଁ। ସେଥିପାଇଁ ସେ ତୁମର ଭାବ ଅନୁଯାୟୀ ତୁମକୁ ଅନୁସରଣ କରିବେ। ଆଉ ଏହା ହିଁ ସତ୍ଚାଳକର ସ୍ୱଭାବ। ଯଦି ସତ୍ଚାଳକ ଅବଲମ୍ବନ କରିଥାଅ, ଯାହା ବି କର ଭୟ ନାହିଁ, ମରିବନି, କିନ୍ତୁ କଷ୍ଟ ପାଇ ରାଜି ରୁହ। ଏହି ବାଣୀଟି ଆଲୋଚନା ପରେ, ପାଠ ପରେ ଶ୍ରୀ ଶ୍ରୀ ପିତୃଦେବଙ୍କ ନିର୍ଦ୍ଦେଶରେ ବିନୋଦ ବିହାରୀ ଭାଇ ଏହି ବାଣୀଟିର ଆଲୋଚନା କରିବାକୁ ଲାଗିଲେ ଯେ ସତ୍ ଅର୍ଥ, ସତ୍ ଶବ୍ଦଟି ଆସିଛି ଅଲ୍ ଧାତୁରୁ, ଯାହାର ଅର୍ଥ ବିଦ୍ୟମାନତା, ଅସ୍ତିତ୍ୱ, ଯାହା ଏବେ ବି ଅଛି, ପୂର୍ବେ ବି ଥିଲା ଏବଂ ପରେ ବି ରହିବ। ସିଏ ହେଉଛନ୍ତି ସଦ୍ଗୁରୁ, ସିଏ ହେଉଛନ୍ତି ଭଗବାନ ଈଶ୍ୱର। ତାଙ୍କର ଭାବ କିପରି? ତାଙ୍କର ଭାବ ହେଉଛି ଯେ ସବୁକିଛି ତାଙ୍କରି ଦୟାରେ ହୁଏ, ଅର୍ଥାତ୍ ସେ କେବେ ମଧ୍ୟ ନିଜେ ହିଁ ସେ ପରମ ପିତା ବା ସିଏ କେବେ ପ୍ରକଟ କରନ୍ତି ନାହିଁ, ସିଏ ଉପରକୁ ଦେଖାଇ ଦିଅନ୍ତି, ପରମ ପିତାଙ୍କୁ ଦେଖାଇ ଦିଅନ୍ତି, ସେ ନିଜେ ହିଁ ପରମ ପିତା। ତାଙ୍କ ଭିତରେ ମୁଁ ଭାବଟା ନାହିଁ, ଅହଙ୍କାର ଭାବ ନାହିଁ। ତାଙ୍କର କ୍ଷମତା କେବେ ମଧ୍ୟ ସେ ନିଜେ ପ୍ରକାଶ କରିବାକୁ ଯାଆନ୍ତି ନାହିଁ। କିନ୍ତୁ ମୁଁ ଯଦି ତାଙ୍କୁ ଅନୁସରଣ କରେ, ସେ ଅନୁସରଣ ମାଧ୍ୟମ ଦେଇକି ମୋର ଭାବ ଅନୁସାରେ ମୋତେ ନିଜକୁ ପ୍ରକାଶ କରିବେ। ତେଣୁ ମୋର ଭାବ ଯେପରି ରହିବ, ସେ ସେପରି ଭାବରେ ମୋତେ ପରିଚାଳିତ କରିବେ। ଆଉ ଏହି ପରିଚାଳନା ବା ତାଙ୍କ ପ୍ରଦର୍ଶିତ ମାର୍ଗରେ ଚଳିବା ପାଇଁ
ଘାତ ପ୍ରତିଘାତ ଆସିବ, କିନ୍ତୁ ସେତେବେଳେ ଯେପରି ଆମେ ଭାଙ୍ଗି ନ ପଡ଼ୁ, ମଳିନ ନ ହୋଇପଡ଼ୁ, ଦୁର୍ବଳ ନ ହୋଇପଡ଼େ। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ବିଶ୍ୱାସର ପ୍ରତୀକ କିଏ? ବିନୋଦା କହୁଛନ୍ତି ସଦ୍ଗୁରୁ। ଶ୍ରୀ ଶ୍ରୀ ପିତୃଦେବ ପୁଣି କହୁଛନ୍ତି ଚାଳକ, ଯିଏ ତାଙ୍କୁ ଆମେମାନେ ନେତା କିମ୍ବା ଲିଡର କହିଥାଉ, କିନ୍ତୁ ଏଇଠି ଚାଳକ ହେଉଛନ୍ତି ସଦ୍ଗୁରୁ। ତ ସଦ୍ଗୁରୁର ସ୍ୱଭାବ କିପରି ହେବ? ସିଏ ଆମକୁ ଅନୁସରଣ କରନ୍ତି, ଆମର ଭାବ ଅନୁସାରେ ଆମକୁ ପରିଚାଳିତ କରନ୍ତି। ସେ କେବେ ମଧ୍ୟ ନିଜର ଶକ୍ତି ଜାହିର କରନ୍ତି, ପ୍ରକାଶ କରନ୍ତି। ଆଉ କ'ଣ ଅଛି? ଏଠି ଗୋଟେ କଥା ଅଛି ଯେ ଯଦି ସଦ୍ଗୁରୁ ସଚାଳକ ଅବଲମ୍ବନ କରିଥାଅ, ଯେମିତି ଆମେମାନେ ସଦ୍ଗୁରୁ ଧାରଣ କରୁ, ଶ୍ରୀ ଠାକୁରଙ୍କୁ ଗ୍ରହଣ କରିଛୁ, ସଚାଳକ ଅବଲମ୍ବନ କରିଛୁ, ଭୟ ନାହିଁ, ଯାହା ବି କର ଭୟ ନାହିଁ। ଯାହା ବି କରର ଅର୍ଥ କ'ଣ? ଅର୍ଥାତ୍ ଆମର ଜୀବନ ପଥରେ ଚାଲିବା ବେଳେ ଆମେ ଅନେକ ପ୍ରକାର ଭୁଲ ଭ୍ରାନ୍ତି କରି ପକଉ। ଆମେ ଜାଣିଛୁ, କିନ୍ତୁ କାର୍ଯ୍ୟ କ୍ଷେତ୍ରରେ, କର୍ମକ୍ଷେତ୍ରରେ କରିବାକୁ ଗଲେ ଭୁଲ ଭଟକା ହେବାଟା ସ୍ୱାଭାବିକ। এই ଭୁଲ ଯୋଗୁଁ, ଛୋଟିଆ ଛୋଟିଆ ଭୁଲ ଯୋଗୁଁ ଆମମାନଙ୍କୁ କଷ୍ଟ ମିଳିଥାଏ। ଆଉ ସେ ଭୁଲଟା କ'ଣ ପାଇଁ ହୁଏ? ନା କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦିର ପ୍ରଭାବରେ ଆସିକି। ତ ଯାହା ବି କର ନା କାହିଁ, ଯଦି ସଦ୍ଗୁରୁ ଅବଲମ୍ବନ କରିଛ, ତାଙ୍କୁ ଯଦି ନ ଛାଡ଼ିଛ, ତାଙ୍କୁ ଯଦି ଧରିକି ରଖିଛ, ତାଙ୍କୁ ଯଦି ସ୍ମରଣ ମରଣ କରିଛ, ନିଶ୍ଚିତ ଭାବରେ ତୁମର ମୃତ୍ୟୁ ନାହିଁ, କୌଣସି ଡର ନାହିଁ, କିଛି ହେବ ନାହିଁ, କିନ୍ତୁ କଷ୍ଟ କରିବା ପାଇଁ ରାଜି ରହିବାର ଅଛି। ଠିକ୍ ଅଛି, ତ ଆଜି ପାଇଁ ଏତିକି। ନେକ୍ସଟ ଭିଡ଼ିଓରେ ପୁଣି ଦେଖାବ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।